हेलो मु सुदेशना आज आम सहित जोग देइछंती पारंपरिक बिहन संरक्षण क्षेत्र में जातीय स्तरीय प्रतियोगिता रे प्रथम स्थान हासिल करिथिबा कोरापुटर कुनी गवेषिका हर्षिता प्रियदर्शनी महांती चलंतु तांको सहित आज आमे कथावार्ता करिबा। तो हर्षिता आपण आम सहित जोड़ी हेकि आपनको केमती लागुची आपनको विषय रे किछि कहिबे। ମୋ ନାଁ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ମୁଁ ଆମ ଦେଶର ସିଡ୍ ଗର୍ଲ ଭାବରେ ଜଣାଶୁଣା ଅଛି। ତା ସହିତ ମୁଁ ଦେଶୀ ବିହନ ର ସଂଗ୍ରହ ଓ ସଂରକ୍ଷଣ ଉପରେ କାମ କରୁଛି। ଆଜି ଆପଣମାନଙ୍କ ସହିତ ଯୋଡ଼ି ମତେ ବହୁତ ଖୁସି ଲାଗୁଛି। थैंक यू। तो हर्षिता आपण 3 वर्ष हैला जो कृषि भित्तिक जो जैव विविधता रे विलुप्त प्राय देशी धान मांडिया सुआ बिहन सुरक्षा निमंते कार्य करूछंती से ऊपर किछि कहिबे। ମୁଁ 3 ବର୍ଷ ହେଲାଣି ବିହନ ଶସ୍ୟର ସୁରକ୍ଷା ଏବଂ ସଂରକ୍ଷଣ ଉପରେ କାମ କରୁଛି। ବର୍ତ୍ତମାନ ମୋ ପାଖରେ ଦେଶୀ ଧାନର 180ରୁ ଉର୍ଦ୍ଧ୍ୱ ଭେରାଇଟିଜ୍ ଅଛି। ତା ସହିତ ଦେଶୀ ମାଣ୍ଡିଆର 60ରୁ ଉର୍ଦ୍ଧ୍ୱ ଭେରାଇଟିଜ୍ ଅଛି। ସୁଆଁଜ ଲିଟିଲ ମିଲେଟ୍ ତାର 6ଟି ଭେରାଇଟିଜ୍ ଅଛି। ଆଉ ଆମ ଯୋଉ କୋରାପୁଟ ଅଞ୍ଚଳର ବିସ୍ମୃତ ଶସ୍ୟ ୟାନି ଫରଗଟନ୍ ଫୁଡ୍ସ ତାର ବି କିଛି ଭେରାଇଟିଜ୍ ଅଛି, ଯେମିତିକି ଶିମ୍ବ ଝଟା କୋଳଥ ଏସବୁ ବି ମୁଁ ରଖିଛି। ଆଉ ମୁଁ ଚାହୁଁଛି ଯେ ମୁଁ ଏବେ ବର୍ତ୍ତମାନ ପ୍ରୋଜେକ୍ଟ ହର୍ଷିତା ଜରିଆରେ ମଧ୍ୟ ଏ ଯୋଉ ଦେଶୀ ଧାନ ବିହନ ଶସ୍ୟର ମଧ୍ୟ ମୁଁ ସ୍ପ୍ରେଡିଂ କରୁଛି, ଲୋକମାନେ ଚାଷୀ ମାନଙ୍କ ମଧ୍ୟରେ ମୁଁ ସ୍ପ୍ରେଡିଂ କରୁଛି। आज्ञा। तो हर्षिता आपण जो कहले एबे आपण आपणको घरे एक हर्षिता प्रियदर्शनी विलुप्त प्राय देशी बिहन और शस्य बैंक निर्माण କରିଛନ୍ତି से ऊपर किछि कहिबे। ମୁଁ 3 ବର୍ଷ ହେଲାଣି ଏ କାମ ଆରମ୍ଭ କରିଛି। ତ ମୁଁ ଏ ଯୋଉ ହର୍ଷିତା ପ୍ରିୟଦର୍ଶିନୀ ସିଡ୍ ଆଣ୍ଡ ଗ୍ରୀନ୍ ବ୍ୟାଙ୍କରେ ମୋର ସବୁ ସଂଗ୍ରହ କରିଥିବା ଦେଶୀ ଧାନ ଆଉ ମାଣ୍ଡିଆ ସବୁକୁ ମୁଁ ଏଠାରେ ସଂଗ୍ରହ କରୁଛି। ଆଉ ଏଇ ଜରିଆରେ ହିଁ ମୁଁ ଚାଷୀ ମାନଙ୍କୁ ଫ୍ରି ଅଫ୍ କଷ୍ଟରେ ଦେଶୀ ଧାନ ବାଣ୍ଟୁଛି। आज्ञा। तो आपण एबे जो कहिले बहुत सारा भेराइटीज कहिले से ऊपर किछि कहिबे से भेराइटीज रो किछि रो नाम आउ ता माने तारो किछि चासी माननकु से माने जानिबाकू पाइबे। ଯେମିତିକି ଧାନର ବହୁତ ସାରା ଭେରାଇଟିଜ ଅଛି। 180 ଭେରାଇଟି ମଧ୍ୟରୁ ମୋ ପାଖରେ କିଛି ବହୁତ ସାରା ଭେରାଇଟି ଅଛି, ଯେମିତିକି ଆସାମ ଚୁଡି, ଏ, ବାଇଗଣ ମଞ୍ଜି, ମାଛ କଣ୍ଟା, କଳା ଜିରା, ଆଉ ଉମରିଆ ଚୁଡି, ଗୋବିନ୍ଦ ଭୋଗ, ଲାଲ ବାଦଶା, ଚଟିଆ ନାକି, ମିରୋଲି आज्ञा ଏସବୁ ଭେରାଇଟିଜ ମୋ ପାଖରେ ଅଛି। ଆଉ ବହୁତ ସାରା ଭେରାଇଟିଜ ମଧ୍ୟ ଅଛି। ଆଉ आज्ञा ଦେଶୀ ମାଣ୍ଡିଆର ଭେରାଇଟିଜ ଯେମିତିକି ଭାଲୁ ମାଣ୍ଡିଆ, ମାମି ମାଣ୍ଡିଆ, ବାଟି ମାଣ୍ଡିଆ, କଳା हम्म, କେରଙ୍ଗ, କେରଙ୍ଗ ସଡ଼ା ଆଦି। ଆଉ ଯେମିତିକି ସୁଆଁର ଗଞ୍ଜେଇ ସୁଆଁ, କଳା ସୁଆଁ, ଆଉ ସୁଆଁର ଆଉ 4ଟା ଅଲଗା ଭେରାଇଟିଜ ଅଛି। ତା ସହିତ ଝୋଟା ଶିମ୍ବ, ବାଘ ଝୋଟା, ଆଉ ପିଙ୍କ କଲର ସେ ଯୋଉ ଭାଗ ଝୋଟା ଥାଏ ତାର ଅଲଗା ଅଲଗା କଲର୍ସ ମଧ୍ୟ ମୋ ପାଖରେ ଅଛି। आज्ञा। तो जो आपण जो करिसेंती पारंपरिक धान और मिलेट जातीय शस्य को संग्रह करी आगामी समय पई संरक्षित करी रखिबार जो गुरुत्व आपण तुलाउछंती से ऊपर किछि कहिबे। ମୁଁ ତ ଚାହୁଁଛି ଆମ ଯୋଉ ଅଞ୍ଚଳ କୋରାପୁଟ ଅଞ୍ଚଳ ହଉଛି ଦେଶୀ ଧାନ ଓ ମାଣ୍ଡିଆର ସ୍ୱର୍ଗ। ଏବେ ଲୋକମାନେ ଚାଷୀମାନେ ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା ପାଇଁ ସେମାନେ ହାଇବ୍ରିଡ ଚାଷ କରୁଛନ୍ତି। ତ ମୁଁ ସେମାନଙ୍କୁ କହିବାକୁ ଚାହିଁବି ସେମାନେ ଦେଶୀ ଧାନ ଆମର ଯୋଉ ଅ, ଆମ ଅଞ୍ଚଳର ଯୋଉ ଦେଶୀ ଧାନକୁ ସେମାନେ ପୁନରୁଦ୍ଧାର କରନ୍ତୁ, ଆଉ ସେଟାକୁ ଜୀବିତ କରିକି ସେଟା ଆଉ ଥରେ ସେମାନେ ଚାଷ କରନ୍ତୁ। ଆମ ଜୟପୁର ହଉଛି ଦାନର ଗନ୍ତାଘର। ଯେମିତିକି ଆଗ କାଳରେ ଜୟପୁରରେ 2000ରୁ ଉର୍ଦ୍ଧ୍ୱ ଧାନ ଥିଲା। ବର୍ତ୍ତମାନ ଏବେ 40ରୁ 50 ଭେରାଇଟିଜ ହିଁ ମିଳୁଛି। ତ ସେଥିପାଇଁ ମୁଁ ଯୋଉ ଏଇ ଯୋଉ ଦେଶୀ ଧାନ ବିହନର ସଂଗ୍ରହ 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 ପାଇଁ ଚାଷୀ ମାନଙ୍କୁ ଏଇଟା ଦେବାକୁ ଚାହୁଁଛି। ଆଉ ଆମ କୋରାପୁଟ ଅଞ୍ଚଳରେ ଏଟାକୁ କେମିତି ମୁଁ ସ୍ପ୍ରେଡ କରିବି, ପୁନର୍ଜୀବିତ କରିବି, ସେ ଉପରେ କାମ କରିବାକୁ ଚାହୁଁଛି। ଆଜ୍ଞା। ଆପଣ ଯୋଉ ପିଲା ବେଳୁ ବିଭିନ୍ନ ଦେଶରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବାର ଯୋଉ ପ୍ରକ୍ରିୟା ଜାରି ରଖିଛନ୍ତି ଏ ପର୍ଯ୍ୟନ୍ତ ଆପଣ 2000ରୁ ଅଧିକ ମୁଦ୍ରା ସଂଗ୍ରହ କରିସାରିଛନ୍ତି ତ ସେ ଉପରେ କିଛି କହିବେ। ମୁଁ ପିଲା ଦିନରୁ ଷ୍ଟାଣ୍ଡାର୍ଡ 2ରୁ ଆମ ଦେଶ ବିଦେଶର ମୁଦ୍ରା ସଂଗ୍ରହ କରିଛି। ପ୍ରଥମେ ମୋ ଜେଜେବାପା ମତେ ଗୋଟେ ମେଡାଲ ଦେଇଥିଲେ, ତା ସହିତ ଗୋଟେ କଏନ ଦେଇଥିଲେ। ସେଟା ଦେଖିକି ମୁଁ ଉତ୍ସାହିତ ହୋଇ ଆମ ଦେଶ ଆଉ ବିଦେଶର ମଧ୍ୟ ବିଦେଶର ମଧ୍ୟ ମୁଦ୍ରା ସଂଗ୍ରହ କରିଛି। ତା ସହିତ ମୁଁ ମୋର ଷ୍ଟାମ୍ପ ବି କଲେକ୍ସନ ରଖିଛି, ଯୋଉଟା କି ବାୟୋଡାଇଭରସିଟି ଉପରେ। ସେ ଷ୍ଟାମ୍ପସକୁ ମଧ୍ୟ ମୋ ପାଖରେ ମୁଁ ସଂଗ୍ରହ କରି ରଖିଛି, ଯୋଉଟା କି ମୋ ପାଖରେ 1500ରୁ ଅଧିକ ଅଛି। ଆଜ୍ଞା। ଆଉ ଆଗ ମଧ୍ୟ ସଂଗ୍ରହ କରିବାରେ ଜାରି ରଖିଛି। କି 2000 ଉର୍ଦ୍ଧ୍ୱ ଦେଶ ବିଦେଶର ଅଛି। ଆଉ ମଧ୍ୟ ସଂଗ୍ରହ କରିବା ପାଇଁ ମୁଁ ଲକ୍ଷ୍ୟ ରଖିବି।
ଆଜ୍ଞା, ଆପଣ ଯୋଉ ଏଇ ସବୁ କାମ କରୁଛନ୍ତି, ଆପଣଙ୍କ ସହିତ ବହୁତ ସାରା ଚାଷୀ ଯୋଡି ହେଇଛନ୍ତି। ତ ଆପଣଙ୍କ ସହିତ ଯୋଉ ମହିଳା ଚାଷୀ ଯୋଡି ହେଇଛନ୍ତି ନା ଆପଣଙ୍କ ବୟସର କେତେଟା କୁନି କୁନି ସବୁ ମାନେ ପିଲା ଜଏନ ହେଇଛନ୍ତି, ଆପଣ ସେ ଉପରେ କିଛି କହିବେ? ଆଉ ମୁଁ ପ୍ରୋଜେକ୍ଟ ହର୍ଷିତାରେ ଯୋଉ ଚାଷୀ ମାନଙ୍କୁ ଇନଭଲ୍ଭ କରୁଛି ତାର 50%ରେ ମହିଳା ଚାଷୀ ଆଉ ମୋ ଏଜ ର ଯୋଉ ଗର୍ଲସ ମାନେ ଅଛନ୍ତି ସେମାନେ ମଧ୍ୟ ଚାଷ କରୁଛନ୍ତି। କାରଣ ଯଦି ଆମେ ମହିଳା ଚାଷୀ ଆଉ ଝିଅ ମାନଙ୍କୁ ଚାଷରେ ଇନଭଲ୍ଭ କରିବା ସେଟା ଆମର ନେକ୍ସଟ ଜେନେରେସନ ପାଇଁ ରହିବ। ତ ଲାଷ୍ଟ ଇୟର ଯୋଉ ମୁଁ 2024ରେ 60 ଜଣ ଚାଷୀ ମଧ୍ୟରୁ 30 ଜଣ ଝିଅ ମାନଙ୍କୁ ଚାଷ କରିବା ପାଇଁ ଦେଇଥିଲି, ଯୋଉଟା ଆଜ୍ଞା କି ସଫଳ ମଧ୍ୟ ହେଇଥିଲା। ସେମାନେ ତାଙ୍କ ପରିବାର ସହିତ ମିଶିକି କରିଥିଲେ। ଯଦି ଆଜ୍ଞା ସେମାନେ ନିଜେ ଚାଷ କରିବେ ଆଉ 18-19 ଇୟର୍ସ ଯେତେବେଳେ ତାଙ୍କୁ ହବ ସେମାନେ ମ୍ୟାରେଜ ହେଇଯିବେ, ତ ସେତେବେଳେ ନା ସେ ସେଇ ଯୋଉ ଭେରାଇଟିଜକୁ ନିଜ ମ୍ୟାରେଜ ହାଉସରେ ମିଶା କରିବେ ଆଉ ସେଟା ଆଗକୁ ଯୋଉ ଜେନେରେସନ ପାଇଁ ନୂଆ ଜେନେରେସନ ପାଇଁ ସେମାନେ ଆଗେଇ ରଖିବେ। ଆଜ୍ଞା, ତ ଆପଣଙ୍କର ଏତେ ସବୁ ମହାନ କାମକୁ ଦେଖି ଜାତୀୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଆପଣଙ୍କୁ ବହୁତ ସଫଳତା ସହିତ ପୁରସ୍କାର ମଧ୍ୟ ମିଳିଛି। ସେ ଉପରେ କିଛି କହିବେ, ଆପଣଙ୍କୁ କୋଉଠି କଣ ମିଳିଛି, କେତେ କଣ ମିଳିଛି, ସଫଳତା ଆପଣ ହାସଲ କରିଛନ୍ତି, ଆପଣ ତାକୁ ନେଇକି କଣ କହିବାକୁ ଚାହୁଁଛନ୍ତି? ଫର୍ଷ୍ଟ ତ ମୁଁ ଗୋଟେ ନ୍ୟାସନାଲ ଲେଭେଲରେ କମ୍ପିଟିସନ ହେଇଥିଲା ଆଇଡିଆ ୟଙ୍ଗଷ୍ଟର HDFC ଲାଇଫ ତରଫରୁ। ତାରେ ମୁଁ ପୁରା ନ୍ୟାସନାଲ ଲେଭେଲରେ ଫର୍ଷ୍ଟ ପ୍ରାଇଜ ମିଳିଥିଲା ମତେ। 2.5 ଲାକ୍ସ ପ୍ରାଇଜ ମିଳିଥିଲା। ତାପରେ ଆମ ଓଡିଶାର ଚିଫ ମିନିଷ୍ଟର ଶ୍ରୀ ମୋହନ ମାଝୀ ତାଙ୍କେ ଏବେ ମତେ ନଭେମ୍ବର ମାସରେ ସେ ମତେ ଯୋଉ ଫରଗଟନ ଫୁଡସ୍ ଆଉ ଇଣ୍ଟରନ୍ୟାସନାଲ ମିଲେଟ କନଭେନସନ ର ଯୋଉ ଇଭେଣ୍ଟଟା ହେଇଥିଲା ସେଠି ମତେ ଆମର ଓଡିଶା ସରକାର ଦ୍ଵାରା ସମ୍ମାନିତ କରାଯାଇଥିଲା। ତା ସହିତ ମୁଁ ଦୁଇଟା ଇଣ୍ଟରନ୍ୟାସନାଲ ଫୋରମରେ ମଧ୍ୟ ଯୋଗ ଦେଇଛି, ଯେମିତି କି ଏବେ ଆମ ଭାରତ ସରକାର ଦ୍ଵାରା ଆୟୋଜିତ ଫର୍ଷ୍ଟ ଗ୍ଲୋବାଲ ସିମ୍ପୋଜିୟମ ଅନ୍ ଫାର୍ମର୍ସ ରାଇଟ୍ ସେଠି ମଧ୍ୟ ମୁଁ ଯୋଗ ଦେଇଛି। ICAR ତରଫରୁ ସେଟା ଆୟୋଜନ ହେଇଥିଲା। ଆଉ ସେଠି ମୁଁ ଆମର ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କ ସହିତ ଭେଟିଥିଲି, ସେ ମତେ ବହୁତ ଉତ୍ସାହିତ କରିଥିଲେ। ତା ସହିତ ପୂର୍ବତନ ଏଗ୍ରିକଲଚର ମିନିଷ୍ଟର ଶ୍ରୀ ନରେନ୍ଦ୍ର ସିଂହ ତୋମାର ସାର୍ ସେ ମଧ୍ୟ ମୋତେ ବହୁତ ଉତ୍ସାହିତ କରିଥିଲେ। ଏମିତି ସବୁ ମୁଁ ଟୋଟାଲ 5ରୁ 6ଟି ଇଣ୍ଟରନ୍ୟାସନାଲ କନଫରେନ୍ସ ମଧ୍ୟ ଆଟେଣ୍ଡ କରିଛି। ଆଉ ମୁଁ 2000ଟା ଗର୍ଲସ ଷ୍ଟୁଡେଣ୍ଟସ୍ ମାନଙ୍କୁ ମଧ୍ୟ ଆୱାରନେସ୍ କରୁଛି। ଲାଷ୍ଟ ଇୟର ମିଲେଟ ମଧ୍ୟ ହେଇଥିଲା, ଯୋଉଥିରେ ଏଗ୍ରିକଲଚର ମିନିଷ୍ଟର ଆସିଥିଲେ, ସୌମ୍ୟା ସ୍ୱାମୀନାଥନ ଆସିଥିଲେ, ସେମାନେ ମଧ୍ୟ ବହୁତ ଉତ୍ସାହିତ କରିଥିଲେ। ଆଉ ଲାଷ୍ଟ ଏବେ ଯୋଉ 2024ରେ ସୁରଭି ହେଇଥିଲା ଷ୍ଟେଟ ଲେଭେଲ ସୁରଭି, ସେଇଠି ମୁଁ ଷ୍ଟୁଡେଣ୍ଟସ୍ ମାନଙ୍କୁ ଆୱାରନେସ୍ କରିଥିଲି ଯେ କେମିତି ଆମେ ଆମର ଯୋଉ ଅଞ୍ଚଳର ଫରଗଟନ ଫୁଡ୍ସକୁ ଆଗେଇ ନବା ସେ ବିଷୟରେ ମୁଁ ସେମାନଙ୍କୁ ଆୱାରନେସ୍ କରିଥିଲି। ଆଜ୍ଞା, ତ ଆପଣ ଯୋଉ ଏବେ କହିଲେ ପ୍ରୋଜେକ୍ଟ ହର୍ଷିତା ଉପରେ, ତ ଆଗାମୀ 5 ବର୍ଷରେ ପ୍ରୋଜେକ୍ଟ ହର୍ଷିତା ଜରିଆରେ ଯୋଉ 1000 ଜଣ ଚାଷୀଙ୍କୁ ସ୍ୱଦେଶୀ ବିହନ ପ୍ରଦାନ କରି ଜୈବିକ ପ୍ରଣାଳୀରେ ଚାଷ କରିବାକୁ ସେମାନଙ୍କୁ ଯୋଉ ପ୍ରୋତ୍ସାହିତ କରିବାକୁ ଯୋଜନା ରଖିଛନ୍ତି ସେ ଉପରେ କିଛି କହିବେ? ପ୍ରୋଜେକ୍ଟ ହର୍ଷିତା 2023ରୁ 27 ପର୍ଯ୍ୟନ୍ତ ପ୍ଲାନ୍ କରାଯାଇଛି। 2023 ଆଉ 24 ସଫଳ ମଧ୍ୟ ହୋଇଛି। 2023ରେ ଫର୍ଷ୍ଟ ମୁଁ 20ଟା ଫାର୍ମର୍ସ ମାନଙ୍କୁ ଦେଇଥିଲି। ଆଉ ସେଥିରେ ନା ଫର୍ଷ୍ଟ ମୁଁ 2 kg ଗୋଟେ ଫାର୍ମରକୁ ଦଉଥିଲି, ସେମାନେ ମତେ ରିଟର୍ନରେ 4 kg ଦଉଥିଲେ। ଏ ଯୋଉ ଧାନକୁ ମୁଁ ଦଉଛି ମାନେ ବାଣ୍ଟୁଛି ଲୋକମାନଙ୍କ ମଧ୍ୟରେ, ସେଟା ମୁଁ ଫ୍ରି ଅଫ କୋଷ୍ଟ କରୁଛି ୱିଦାଉଟ୍ ଏନି ମନି, ନିଜର ଆୱାର୍ଡ ମନିରେ ମୁଁ କରୁଛି। ତା ସହିତ ସେମାନେ ଯୋଉ 2 kg କୁ ଲଗେଇବେ ନିଜ ଜମିରେ ଆଉ ସେଟା ଚାଷ ହେଲା ପରେ ମତେ ସେମାନେ ତାର ଡବଲ ରିଟର୍ନ କରିବେ, 4 kg ରିଟର୍ନ କରିବେ। ସେମିତି ହେଇକି 2023ରେ 20ଟା ଫାର୍ମର୍ସ ମାନଙ୍କୁ ଦେଇଥିଲି। 2024ରେ ମୁଁ ଦେଇଥିଲି 60ଟା ଫାର୍ମର୍ସ ମାନଙ୍କୁ, ଯୋଉ ଭିତରେ 30ଟା ଗର୍ଲସ ଥିଲେ। ଏ ବର୍ଷ 2025ରେ 300ଟା ଫାର୍ମର୍ସ ମାନଙ୍କୁ ଦେବି, ଯୋଉଥିରେ 150 ଇନଭଲ୍ଭ ହେବେ। ସେମିତି ଆଗାମୀ ଆଉ 3 ବର୍ଷ ମଧ୍ୟ ମୁଁ ଯୋଉ ଅନ୍ୟ ଅନ୍ୟ ଫାର୍ମର୍ସ ମାନଙ୍କୁ ଯିବି। ମୋର ଲକ୍ଷ୍ୟ ଅଛି ଯେ ମୁଁ ପୁରା ଆମ ଅଞ୍ଚଳର 1000ଟା ଫାର୍ମରକୁ ଦେବି ଆଉ ଏଇଟା କେମିତି ଆମ ଅଞ୍ଚଳରେ ସ୍ପ୍ରେଡ କରିବି, ମୋର ତାହା ଲକ୍ଷ୍ୟ ରହିଛି। ଆଜ୍ଞା, ତ ହର୍ଷିତା ଆଉ ଗୋଟେ ଜିନିଷ ପଚାରିବାକୁ ଚାହୁଁଥିଲି, ଚାଷ କ୍ଷେତ୍ରରେ ଆପଣଙ୍କୁ ତ ବହୁତ ସାରା ନଲେଜ ଅଛି। ତ ଆଜିକାଲି ଚାଷ କ୍ଷେତ୍ରରେ ଆପଣ ଦେଖୁଥିବେ କି ଚାଷୀ ମାନେ ବହୁତ ଲାଭବାନ ହେଉଛନ୍ତି, ସରକାରଙ୍କ ତରଫରୁ ବି ସେମାନଙ୍କୁ ବହୁତ ସାରା ସୁବିଧା ବି ମିଳୁଛି। ତ ଆପଣଙ୍କୁ ଏମିତି କିଛି ଲାଗୁଛି କି କି ଚାଷୀ ମାନଙ୍କୁ ସରକାରଙ୍କ ତରଫରୁ ମିଳିବା ଦରକାର, ଯାହା ଦ୍ଵାରା ଚାଷୀ ତାଙ୍କ ଚାଷ କ୍ଷେତ୍ରରେ ଆହୁରି ଉନ୍ନତି କରିପାରିବେ? ସରକାର ବହୁତ ମାତ୍ରାରେ ହାଇବ୍ରିଡ ବିହନର ପ୍ରୋତ୍ସାହନ କରୁଛନ୍ତି, କିନ୍ତୁ ମୁଁ ସରକାରଙ୍କୁ ରିକ୍ୱେଷ୍ଟ କରିବି ଯେ ସେ କେମିତି ଆମର ଯୋଉ ଦେଶୀ ବିହନ ଆମ ଅଞ୍ଚଳର ତାହାର ଯୋଉ ଚାଷ ପାଇଁ କେମିତି ପ୍ରୋତ୍ସାହିତ କରିବେ ଚାଷୀ ମାନଙ୍କୁ, ସେ ବିଷୟରେ ଟିକେ ସେ ବିଷୟରେ ଯଦି କାର୍ଯ୍ୟ କରିବେ ତାହେଲେ ଭଲ ହବ। ଆଜ୍ଞା ମାର୍କେଟ ଲିଙ୍କେଜ ବି ହବ। ଏବେ ଯଦି ଦେଶୀ ବିହନ ଚାଷ କରିବେ ଚାଷୀ ମାନେ, ସେଟାକୁ ମାର୍କେଟ ପାଇଁ ଯଦି ବିକିବା ପାଇଁ ତାଙ୍କୁ ସୁବିଧା ନାହିଁ, ତ ସରକାରଙ୍କୁ ଏହା ବି ଅନୁରୋଧ ଯେ ଯେମିତି ଦେଶୀ ବିହନର ମାର୍କେଟ ଲିଙ୍କେଜ ବି ବ୍ୟବସ୍ଥା କରିପାରିବେ।
ଆଜ୍ଞା। ତ ଆପଣ ଏବେ ଯୋଉ କହିଲେ ଯୋଉ ପାରମ୍ପରିକ ଧାନ ମିଲେଟ ଜାତୀୟ ଶସ୍ୟକୁ ଯୋଉ ସଂଗ୍ରହ କରୁଛନ୍ତି, ତାର ଯୋଉ ଫାର୍ମର ମାନେ କେମିତି ତାର ମାର୍କେଟିଂ କେମିତି କରୁଛନ୍ତି ସେ ଉପରେ କିଛି କହିବେ? ବର୍ତ୍ତମାନ ଏବେ ଆମର ସରକାର କିଛି ମାତ୍ରାରେ ମାର୍କେଟ ପାଇଁ କିଛି ଷ୍ଟେପ୍ସ ନେଇଛନ୍ତି। ତ ସେମାନେ ମାର୍କେଟ ଆମର ଲୋକାଲରେ କରନ୍ତି, କିମ୍ବା ସେ ଯୋଉ ଆମର ମଣ୍ଡିରେ ମଧ୍ୟ କରନ୍ତି। ତ ଯାହାକି ହେଇପାରୁଛି ଭଲ, କିନ୍ତୁ ଆଉ ଟିକେ ଯଦି ଚେଞ୍ଜେସ୍ ହେଇପାରେ ତ ଭଲ ହୁଅନ୍ତା। ଆଜ୍ଞା। ତ ମୁଁ ଆଉ ଗୋଟେ କଥା ପଚାରିବାକୁ ଚାହୁଁଥିଲି, ଆଜି ଆମ ସହିତ ଯୋଉ ଯୋଡି ହେଇଛନ୍ତି ବହୁତ ସାରା ଚାଷୀ ଭାଇ ଭଉଣୀ ମାନଙ୍କୁ, ଆପଣ ଆଜି କଣ କହିବାକୁ ଚାହୁଁଛନ୍ତି ଆପଣଙ୍କ ତରଫରୁ? ଚାଷୀ ଭାଇ ଭଉଣୀ ମାନେ ନିଜର ଆୟ ଅଭିବୃଦ୍ଧି ପାଇଁ ହାଇବ୍ରିଡ ଚାଷ କରୁଛନ୍ତି। ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ସେମାନେ ନିଜର କନଜମ୍ପସନ ପାଇଁ, ନିଜର ଖାଇବା ପାଇଁ ଯଦି ଦେଶୀ ଧାନ ବିହନ ଚାଷ କରିବେ ତ ବେଶ ଭଲ ହୁଅନ୍ତା। ସେମାନେ ନିଜ ଜମିର 20%ରେ ମଧ୍ୟ ତାହା ଚାଷ କରିବେ ବୋଲି ସେମାନେ ନିଜର ଖାଇବା ପାଇଁ କରିବେ। ଆଉ ଏହା ବହୁତ ପୁଷ୍ଟିକର ମଧ୍ୟ, ସେମାନଙ୍କ ଦେହ ଭଲ ରହିବ, ମାନେ ଖାଇବାରେ ବହୁତ ହେଲ୍ପ କରିବ। ତ ଚାଷୀ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ସେମାନେ କିଛି ମାତ୍ରାରେ ମଧ୍ୟ ଦେଶୀ ବିହନ ଚାଷ କରନ୍ତୁ। ତା ସହିତ ହାଇବ୍ରିଡ ମଧ୍ୟ କରନ୍ତୁ, କିନ୍ତୁ କିଛି ମାତ୍ରାରେ ଦେଶୀ ବିହନ ଚାଷ କଲେ ଲାଭପ୍ରଦ ହବ। ଆଜ୍ଞା। ତ ଆଜିକାଲି ଆପଣ ଦେଖିଥିବେ କି ସରକାର ମାନେ କି ଜୈବିକ ପ୍ରଣାଳୀ ଚାଷକୁ ବହୁତ ପ୍ରୋତ୍ସାହିତ କରୁଛି, ତ ଆପଣ ତା ଉପରେ କିଛି କହିବେ? ଆ, ଆମ ଯୋଉ ଜୈବିକ ପ୍ରଣାଳୀରେ ବହୁତ ଗୁଣ ଥାଏ, ଜୈବିକ ପ୍ରଣାଳୀରେ ନ୍ୟୁଟ୍ରିଏଣ୍ଟସ ବି ଥାଏ। ତେଣୁ ଜୈବିକ ପ୍ରଣାଳୀଟି ଯୋଉ ଆମର କେମିକାଲ ଫର୍ଟିଲାଇଜର୍ସ ଟୁ ବହୁତ ଭଲ। ତେଣୁ ମୁଁ ଯୋଉ ଚାଷୀ ମାନଙ୍କୁ ଯୋଉ ଦେଶୀ ବିହନ ଦଉଛି, ମୁଁ ସେମାନଙ୍କୁ କହୁଛି ଯେ ଜୈବିକ ପ୍ରଣାଳୀରେ ହିଁ ଚାଷ କରନ୍ତୁ। ଆଜ୍ଞା। ଯଦି ଲାର୍ଜ ସ୍କେଲ ଦରକାର ନାହିଁ, ସ୍ମଲ ସ୍କେଲ ଦରକାର, ବଟ୍ ସେଇଟା ଆମର ଦେହ ପାଇଁ ବହୁତ ଭଲ, ନ୍ୟୁଟ୍ରିଏଣ୍ଟ ରିଚ୍ ଅଟେ। ଆଉ ଯୋଉ ହେଲ୍ଥ ମଧ୍ୟ ଥାଏ, ଡିଜିଜ ମଧ୍ୟ ଥାଏ, ସେଟା ତାହାକୁ ବି ନାଶ କରେ। ଆଜ୍ଞା। ଫ୍ୟୁଚର ଜେନେରେସନ ପାଇଁ ବି ବହୁତ ହି ସେଟା ଆଗକୁ ହେଲ୍ପଫୁଲ ବି କରିବ। ଆଜ୍ଞା। ତ ଆଜ୍ଞା। ଆଜ୍ଞା। ତ ହର୍ଷିତା, ଥ୍ୟାଙ୍କ ୟୁ, ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ କୃଷି ଜାଗରଣ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି କାମ କରିକି ଆଗକୁ ବଢି ଚାଲନ୍ତୁ। ତ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ନମସ୍କାର।